ଭଗବାନ, କେତେ ଗରମ ହେଉଛି। ଆଉ ରୁମ୍ରେ ସମସ୍ତେ ପଶୁମାନଙ୍କ ପରି ଶୋଇଛନ୍ତି। ଆରେ ବୋହୂ, କ'ଣ ପଶୁ ପଶୁ ହେଉଛୁ? ନାଇଁ ମା, ଏ ଗୋଟେ କୁକୁର ପଶି ଆସିଯାଇଥିଲା ତ, ତୁମେ ଶୋଇଯାଅ। ଓହୋ, କି କଷ୍ଟ ଏଠି। ମାନେ ଗୋଟେ ରୁମ୍ରେ ଶାଶୁ, ବୋହୂ, ନଣନ୍ଦ, ଛି ଛି, କି ଲୋକ ଏମାନେ। ଏଇଟା ମୀନାର ଶାଶୁଘର। ଏଠି ଗୋଟେ ହିଁ ରୁମ୍ରେ ଶାଶୁ, ବୋହୂ, ନଣନ୍ଦ ସମସ୍ତେ ମିଶିକି ଶୁଅନ୍ତି। ଆରେ ମା, ମୁଁ ତ ଏବେ ହିଁ ଘର ପୋଛିଥିଲି, ଆଉ ତୁମେ ଓଦା ଗୋଡ଼ରେ ସବୁ ମଇଳା କରିଦେଲ। ଆରେ ମୁଁ ଟିକେ ମାର୍କେଟ ଯାଇକି ଆସୁଛି। ତୁ ଖରାବେଳର ସବୁ ଖାଇବା ବନେଇ ଦେଇଥିବୁ। ହଁ ହଁ। ଏ ବୁଢ଼ୀ ପୁରା ହଇରାଣ କରିଦେଲାଣି। ଇଏ ବଜାର ବୁଲିବ ଆଉ ମୁଁ ରୋଷେଇ କରିବି। ଆଜି ଇଏ ଆସନ୍ତୁ, ଘର ଭଡ଼ାରେ କାଢ଼ିବାକୁ କହିବି। ଘରେ ଗୋଟେ ରୁମ୍ରେ ରହିବା ଆଉ ସମ୍ଭବ ନୁହଁ। ଆଉ ତାପରେ ତା ସ୍ୱାମୀ ଆନନ୍ଦ ଯେବେ ଘରକୁ ଆସେ, ମୀନା ତା ସହିତ କଥା ହେବାକୁ ବହୁତ ଚେଷ୍ଟା କରେ, କିନ୍ତୁ ତାକୁ ମୌକା ହିଁ ମିଳେନି। ଆରେ ପୁଅ, ଆସିଗଲୁ? ହଉ ଆସେ ଆସେ, ଗୋଡ଼ ହାତ ଧୋଇ ଖାଇବୁ ଆସେ। ଦିନସାରା କାମ କରି କରି ଥକି ଗଲୁଣୁ। ହଁ ମା, ଆସୁଛି। ତୁ ଟିକେ ପାଣି ଆଣେ। ମାଳତୀ ପାଣି ଆଣିବାକୁ ପଳାଏ ଓ ବୋହୂ କଥା ହେବା ପାଇଁ ସୁଯୋଗ ପାଇଯାଏ। ଆରେ ଶୁଣ ଶୁଣ, ମୋତେ ଗୋଟେ କଥା କହିବାର ଥିଲା। ନେ ବାବା, ପାଣି ପିଇଦେ। ହଁ ମା। ଆରେ ବୋହୂ, ତୁ କ'ଣ କିଛି କହିବୁ କହୁଥିଲୁ, କହୁନୁ? ବିଚାରା ମୀନା ତା ସ୍ୱାମୀ ସାଙ୍ଗରେ କଥା ହେବା ପାଇଁ ବହୁ ଚେଷ୍ଟା କରେ। ଗୋଟେ ରୁମ୍ ହେବା କାରଣରୁ ସେ କଥା ହେଇପାରେ ନା। ତା ପରଦିନ ସକାଳ ପଡ଼ିଶା ଘରୁ ମିଠା ଆସେ। ଆଲୋ କଞ୍ଚନ, କାହିଁକି ବା ମିଠା ବାଣ୍ଟୁଛୁ? ଆଲୋ ଆଲୋ, ମୁଁ ପା ଜେଜେମା ହେବାକୁ ଯାଉଛି। ଆଲୋ ବୋହୂ, ମୋ ପୁଅ ସାଙ୍ଗରେ ଯାହାର ଯାହାର ବାହାଘର ହେଇଥିଲା, ସେମାନେ ସବୁ ମା ହେବାକୁ ଯାଉଛନ୍ତି। ତୁ ବି ଆଉ ଡେରି କରନା, ଜଲ୍ଦି ଜଲ୍ଦି ଖୁସି ଖବର ଦେଇଦେ। ଗୋଟେ ରୁମ୍ କାରଣରୁ ମା, ଆମେ ତ ଠିକ୍ସେ କଥା ହେଇପାରୁନୁ, ଆଉ ପିଲା କଥା କେମିତି ଚିନ୍ତା କରିବୁ? ଆଗ କାଳରେ ତ ସମସ୍ତେ ଗୋଟେ ରୁମ୍ରେ ହିଁ ରହୁଥିଲେ। ତୁ ଆଉ ବାହାନା ଶୁଣାଣି। ଏହା କହି ମାଳତୀ ସେଠୁ ପଳାଏ। ଏହା ଶୁଣି ମୀନା ବହୁତ ରାଗେ। ଗୋଟେ ଦିନ ଆନନ୍ଦ ବାହାରକୁ ଯାଇଥିଲା କାମରେ। ସେହିଦିନ ରାତିରେ ମୀନା ଗୋଟେ ଆଇଡ଼ିଆ କଲା। ଆଜି ବୁଢ଼ୀକୁ ପାନେ ଦେବି। ହ୍ୟାଲୋ ହ୍ୟାଲୋ, ଭୂତ। କିଏ ତମେ? ମୋ ବୋହୂ ଦେହରେ ତାକୁ ଛାଡ଼ି ଦିଅ। ମୁଁ ତା ଜେଜେମା। ବୁଢ଼ୀ, ତୁ ମୀନାକୁ ବହୁତ ହଇରାଣ କରିଛୁ। ତାକୁ ଏକୁଟିଆ ଜମା ଛାଡ଼ୁନୁ। ଆଜିଠୁ ତୁ ବାହାରେ ଶୋଇବୁ। କ'ଣ ଶୋଇବୁ ନା ଶୋଇବୁନୁ? ହଁ 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 ହଁ, ମୁଁ ଯାଉଛି ଶୋଇବି। ଏମିତି କହି ମାଳତୀ ବାହାରେ ଶୋଇଲା। ରାତିରେ ବହୁତ ଜୋରରେ ବର୍ଷା ହୋଇଥାଏ। ମାଳତୀ ବର୍ଷାରେ ପୁରା ଓଦା ହୋଇ ସେମିତି ଶୋଇଥାଏ। ସକାଳୁ ସେ ବେହୋସ ହୋଇଯାଇଥିଲା। ମୀନା ହସ୍ପିଟାଲ ନେଇଯାଏ। ବର୍ଷାରେ ଭିଜିବା କାରଣରୁ ତା ଦେହ ବହୁତ ଖରାପ ହେଇଯାଇଥିଲା। ମୀନାକୁ ବହୁତ ଖରାପ ଲାଗେ, ଆଉ ଘରକୁ ଆସି ସମସ୍ତଙ୍କୁ କ୍ଷମା ମାଗେ। ଆନନ୍ଦ ବି ବୁଝିପାରେ ସମସ୍ତେ ଗୋଟେ ରୁମ୍ରେ ରହିବା କଷ୍ଟକର। ଆନନ୍ଦ ପଇସା ସଞ୍ଚୟ କରେ ଆଉ ଗୋଟେ ନୂଆ ରୁମ୍ ବନେଇ ଦିଏ। ଏବେ ଶାଶୁ ନଣନ୍ଦ ଗୋଟେ ଘରେ ଓ ପୁଅ ବୋହୂ ଗୋଟେ ଘରେ, ସମସ୍ତେ ଖୁସିରେ ରହୁଛନ୍ତି। ଯଦି ମୋ ଭିଡ଼ିଓଟି ଭଲ ଲାଗିଛି ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।